ମୋତେ 12 ବର୍ଷ ହେବା ପର୍ଯ୍ୟନ୍ତ ମୋ ବୋଉ ମୋତେ ଗାଧୋଇ ଦେଉଥିଲା। ସେ ଗାଧୋଇବା ପାଇଁ ଗାଧୁଆ ଘରକୁ ଯିବାବେଳେ ମୋତେ ଗାଧୋଇ ଦେବା ପାଇଁ ଗାଧୁଆ ଘରକୁ ନେଇକି ଯାଉଥିଲା। ମୋ ଦେହରୁ ସବୁ ପୋଷାକପତ୍ର ଖୋଲି ପକାଇ ସେ ମୋତେ ପୁରା ଲଙ୍ଗଳା କରି ମୋତେ ଗାଧୋଇ ଦେଉଥିଲା। ମୋ ଦେହରେ ପାଣି ଢାଳି ଦେହର ଚାରିଆଡ଼େ ହାତ ବୁଲେଇ ଘଷି ମାଜି ଗାଧୋଇ ଦେଉଥିଲା। ଆଉ ମୋର ନୁନୁକୁ ହାତରେ ଧରି ମଳି ସଫା କରୁଥିଲା। ବୋଉର କୋମଳ ହାତ ବାଜିବା ମାତ୍ରେ ମୋର ବାଣ୍ଡ ପୁରା ଠିଆ ହୋଇଯାଉଥିଲା। ବୋଉ ଟିକେ ନ ଜାଣିଲା ଭଳି ମୁରୁକି ମୁରୁକି ହସି ଏଣିକି ତେଣିକି ଚାହିଁ ମୋର ବାଣ୍ଡକୁ ମାଲିସ କରୁଥିଲା। ମୋତେ ଗାଧୋଇ ଦେଇସାରି ବୋଉ ତା ଦେହରୁ ବ୍ଲାଉଜ ଓ ଶାଢ଼ୀ ଖୋଲି ପକାଇ ମୋ ଆଗରେ ଗାଧୋଉଥିଲା ଏବଂ ଗାଧୋଇ ସାରିବା ପରେ ଲୁଗା ବି ବଦଳୁଥିଲା। ଫଳରେ ବୋଉର ଲଙ୍ଗଳା ଦେହ, ବିଶେଷ କରି ତାର ଦୁଧ, ପେଟ ନାହିଁ, ଗାଣ୍ଡି ଦେଖିବାର ସୁଯୋଗ ମୋତେ ମିଳୁଥିଲା। ଥରେ ଦୁଇଥର ଝାପ୍ସା ଝାପ୍ସା ବୋଉ ବିହାର ଝଲକ ମୁଁ ଦେଖିବାକୁ ପାଇଥିଲି। ଏବେ ବୋଉ ଗୋଟିଏ ସାମୟିକ ଚାକିରିରେ ଯୋଗ ଦେଇଥିଲା। ସେଥିପାଇଁ ମୋତେ ଗାଧୋଇ ଦେବା ପାଇଁ ତାକୁ ସମୟ ନଥିଲା। ତେଣୁ ଗାଧୋଇବା ବେଳେ ଆଉ ମୁଁ ବୋଉକୁ ଲଙ୍ଗଳା ଅବସ୍ଥାରେ ଦେଖିପାରୁନଥିଲି। ଅନ୍ୟ ସମୟରେ ବି ଦେଖିବା ପାଇଁ ମୋତେ ଟିକେ ସୁଯୋଗ ମିଳୁନଥିଲା। ବାପା ବହୁତ ସମୟରେ ତାଙ୍କ ଅଫିସ ଟୁର୍ରେ ସହର ବାହାରକୁ ଯାଉଥିଲେ। ସେତେବେଳେ ବୋଉ ଓ ମୁଁ ଏକୁଟିଆ ଘରେ ରହୁଥିବାରୁ ରାତିରେ ମୁଁ ବୋଉ ପାଖରେ ଶୋଉଥିଲି। କିନ୍ତୁ ମୋର ବାଣ୍ଡ ଚାରିପାଖରେ ବାଳ ଉଠିବାର ଚିହ୍ନ ଦେଖାଦେବାରୁ ମୋତେ ଅନ୍ୟ ରୁମ୍ରେ ଶୋଇବା ପାଇଁ ସ୍ଥାନାନ୍ତର କରାଗଲା। ମୋର ବୟସ 14 ବର୍ଷ ହେବାରୁ ମୋର ଜନ୍ମଦିନ ଧୁମଧାମରେ ପାଳନ ହେବାକୁ ଠିକ୍ ହେଲା। ଗାଁରୁ 2 ଜଣ ଦାଦା ଏବଂ ଜେଜେ ବି ଆସିଲେ। ଆସିବା ପରଠାରୁ 2 ଜଣ ଦାଦା ସବୁଥର ଭଳି ବୋଉର ପଛରେ ଲାଗିଗଲେ। ମୁଁ ଦେଖିଲି ରାଜା ଦାଦା ବୋଉକୁ ଜାଣି ଜାଣି ବୋଉର ପଛରେ ବୋଉର ଗାଣ୍ଡିରେ ତାଙ୍କର ହାତକୁ ବୁଲାଉଥିଲେ। ବୋଉ ତାଙ୍କୁ କିଛି କହୁନଥିଲା। ମୁଁ ଭାବୁଥିଲି ବୋଉ ବୋଧେ ଜାଣିପାରୁନାହିଁ। କିନ୍ତୁ ମୁଁ ଲକ୍ଷ୍ୟ କଲି ଥରେ ନୁହେଁ, ରାଜଦାଦା ବୋଉର ଗାଣ୍ଡିରେ ଅନେକ ଥର ସେମିତି ହାତ ବୁଲାଉଥିଲେ। ବୋଉ କିଛି ନ କହି ମୁରୁକି ମୁରୁକି ହସି ଦେଉଥିଲା। ମୁଁ ଜାଣିଲି ତା ଭିତରେ କିଛି କଥା ଅଛି। ଜନ୍ମଦିନ ପାର୍ଟି ଖୁବ୍ ଧୁମଧାମରେ ପାଳନ ହେଲା। ତା ପରଦିନ 2 ଜଣ ଦାଦା ଗାଁକୁ ଫେରିଗଲେ। ବାପା ସହର ବାହାରକୁ ତାଙ୍କର ନୀତିଦିନିଆ କାମରେ ବାହାରିକି ଗଲେ। ସପ୍ତାହେ ପରେ ଫେରିବେ। ବାପା ବୋଉକୁ କହିଗଲେ। ଜେଜେ ଗାଁକୁ ଫେରିବା ପାଇଁ ବାହାରିବା ବେଳକୁ ବୋଉ କହିଲା, ବାବା, ଗାଁକୁ ଯିବାକୁ ଏମିତି ତରବର କାହିଁକି ହେଉଛନ୍ତି? ଏଠି କିଛି ଦିନ ରହିଯାଉନାହାନ୍ତି? ତମ ପୁଅ ଆସିବା ପରେ ଯିବେ। ବୋଉର କଥା ମାନି ଜେଜେ ହଁ କହିଲେ ଆଉ ରହିଲେ। ସେଦିନ ସନ୍ଧ୍ୟାବେଳେ ବୋଉ ମୋତେ କହିଲା, ଜେଜେ ରହିବା ପର୍ଯ୍ୟନ୍ତ ସେ ରାତିରେ ତୋ ରୁମ୍ରେ ଶୋଇବେ। ତେଣୁ ତୁ ରାତିକୁ ମୋ ପାଖରେ ଶୋଇପଡ଼ିବୁ। ମୁଁ ମନେ ମନେ ବହୁତ ଖୁସି ହୋଇଗଲି। ବହୁତ ଦିନ ପରେ ବୋଉର ଲଙ୍ଗଳା ଦେହର ସ୍ପର୍ଶ କିମ୍ବା ଝଲକ ମୋତେ ଦେଖିବାର ଟିକେ ସୁଯୋଗ ମିଳିବ। ତା ସାଙ୍ଗକୁ ବୋଉ ଦେହରେ ଚାପି ହୋଇ ଶୋଇବା ଆଉ ତା ଦେହରେ ହାତ ପକାଇବାର ସୁଯୋଗ ବି ମୁଁ ପାଇବି। ମୁଁ ଆଗରୁ ଆସି ବେଡ୍ରେ ଶୋଇ ବୋଉକୁ ଅପେକ୍ଷା କଲି। ଭାବୁଥିଲି ବୋଉ ଶୋଇବାକୁ ଆସିବା ପୂର୍ବରୁ ତାର ସାୟା ବ୍ଲାଉଜ ସବୁ ଖୋଲିବ। ସେ ସୁଯୋଗରେ ମୋତେ ତାର ଲଙ୍ଗଳା ଦେହର ଝଲକ ଦେଖିବାକୁ ମିଳିବ। କିନ୍ତୁ ବୋଉ ଆସି କେବଳ ତାର ଶାଢ଼ୀକୁ ଖୋଲି ପକାଇଲା ଏବଂ ସାୟା ଓ ବ୍ଲାଉଜ ପିନ୍ଧି ଆସି ବେଡ୍ରେ ମୋ ପାଖରେ ଶୋଇପଡ଼ିଲା। ସ୍ନେହରେ ମୋର ମୁଣ୍ଡବାଳ ଓ କପାଳ ଉପରେ ତାର ହାତକୁ ରଖିଲା। ମୁଁ ବୋଉ ପାଖକୁ ଘୁଞ୍ଚି ଯାଇ ତା ଦେହକୁ ଲାଗିକି ଶୋଇଲି। ତା ଉପରେ ହାତଟେ ପକାଇ ତାର ପିଠି ଓ ଗାଣ୍ଡି ଉପରେ ହାତ ବୁଲେଇଲି। ଜାଣିଲି ବୋଉ ଭିତରେ କିଛି ପିନ୍ଧି ନାହିଁ। ଆମେ କିଛି ସମୟ କଥାବାର୍ତ୍ତା ହେଲୁ ଏବଂ ତାପରେ ଶୋଇପଡ଼ିଲୁ। ହଠାତ୍ କିଛି ଗୋଟାଏ ଶବ୍ଦରେ ମୋର ନିଦ ହଠାତ୍ ଭାଙ୍ଗିଗଲା। ମୁଁ ମୋର ଆଖି ଅଳ୍ପ ଖୋଲି ଦେଖିଲି ବୋଉ ସାଇଡ୍ର ବେଡ୍ ଲ୍ୟାମ୍ପଟା ଜଳୁଛି ଏବଂ ବୋଉ ଗୋଟିଏ କ'ଣ ବହି ପଡ଼ୁଛି। କେହି ଜଣେ ଡୋରରେ ମୃଦୁ ଆଘାତ କରୁଛି। ବୋଉ ଉଠି ଡୋର ଖୋଲିବାକୁ ଗଲା। ଡୋର ଖୋଲିଲା। ଦେଖିଲି ଜେଜେ ଭିତରକୁ ଆସିଲେ। ବୋଉ କବାଟକୁ ବନ୍ଦ କଲା। ଜେଜେ ବେଡ୍ ନିକଟକୁ ଆସିଲେ ଏବଂ ପଚାରିଲେ, ସେ ଶୋଇସାରିଲାଣି? ବୋଉ ମୋ ଆଡ଼କୁ ଚାହିଁଲା ଏବଂ କହିଲା, ହଁ, ଏଇ କେତେ ମିନିଟ୍ ଆଗରୁ ସେ ଶୋଇପଡ଼ିଛି। ଜେଜେ ବେଡ୍ ଉପରେ ବୋଉ ପାଖରେ ବସି ପଡ଼ିଲେ ଏବଂ ଟାଇଟ୍ ବ୍ଲାଉଜ ଆବୃତ ବୋଉର ଦୁଧକୁ ଚାହିଁ ମୁରୁକି ମୁରୁକି ହସିଲେ।
ବୋଉ ପଢ଼ୁଥିବା ବହିଟାକୁ ସାଇଡ଼ରେ ଥିବା ଟେବୁଲ ଉପରେ ରଖିଲା ଏବଂ ତାର ସାମ୍ପୁ କରିଥିବା ମୁଣ୍ଡବାଳକୁ ପୁରା ଖୋଲା କରିଲା। ଜେଜେ ଧୀରେ ତାଙ୍କ ମୁହଁକୁ ତଳକୁ ନୁଆଇଲେ ଏବଂ ଓଠକୁ ନେଇ ବୋଉର ଓଠ ଉପରେ ରଖିଲେ। ଏହା ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ତାହେଲେ ବୋଉର ଜେଜେଙ୍କ ସହିତ ଏମିତିକା ସମ୍ପର୍କ ଅଛି। ସେଥିପାଇଁ ବାପା ଟୁର୍ରେ ଯିବା ପରେ ଜେଜେ ଗାଁକୁ ଫେରି ନ ଯାଇ ବୋଉ କଥାରେ ଅଟକି ରହିଲେ। ଆଉ ରାତିର ଏହି ସମୟରେ ଏଠାରେ ବୋଉ ରୁମ୍କୁ ଆସିଛନ୍ତି। ଏବେ ତାହେଲେ ମୋତେ ମୋ ବୋଉ ଓ ଜେଜେଙ୍କ ଅର୍ଥାତ୍ ଶ୍ୱଶୁର ବୋହୂଙ୍କ ରଙ୍ଗରସ ଏବଂ କାମ ଦେଖିବାକୁ ମିଳିବ। ଜେଜେ ତାଙ୍କର ଓଠକୁ ବୋଉର ଓଠ ଉପରେ ପୁରା ଦୃଢ଼ ଭାବରେ ଚାପିଲେ। ବୋଉ ତାର ହାତକୁ ନେଇ ଜେଜେଙ୍କ ପିଠିର ଚାରିଆଡ଼େ ବୁଲେଇଲା। ବୋଉ ଗଭୀର କାମୁକତାର ସହିତ ଚୁମା ଦେଇ ଜେଜେଙ୍କର ତଳ ଓଠକୁ ଭୋକିଲା ପରି ଚୁଚୁମିବାକୁ ଲାଗିଲା। ଦୁହିଁଙ୍କର ଚୁମା ଦେବା ନେବା କିଛି ମିନିଟ୍ ପର୍ଯ୍ୟନ୍ତ ଚାଲିଲା। ତାପରେ ଜେଜେ ତାଙ୍କର ଓଠକୁ ବୋଉର ଓଠରୁ ଅଲଗା କଲେ। ବୋଉକୁ ଚାହିଁ କହିଲେ, ବୋହୂମା ଟିକିଏ ହବାନି କି? ବୋଉ ଲାଜ ଲାଜ ହୋଇ ପଚାରିଲା, ବାପା କ'ଣ ହବା? ଜେଜେ ମୋର କି ହସି କହିଲେ, ବୋହୂମା ମୋ ସହିତ ଖେଳୁଛୁ ନା? ଯାହା ହବା ପାଇଁ ତମେ ମୋତେ ଅଟକେଇକି ରଖିଛ। ଅନେକ ଦିନ ହେବ ତମ ସହିତ ସେଇ ଗେହିବା ହେଇନି ତ ଆଜି ଟିକିଏ ମନ ଭରି ଗେହିବା ପାଇଁ ସୁଯୋଗ ଦେଇ ମୋ ମନ ଖୁସି କରିବୁ ନା ନାହିଁ? ବୋଉ କହିଲା, ଇସ୍ ବାପା ତମେ କେତେ ଅସଭ୍ୟ ହୋଇଯାଉଛ। ନିଜ ପୁଅର ସ୍ତ୍ରୀକୁ ଗେହିବାକୁ ଚାହୁଁଛ। ମୁଁ ଦେଖିଲି ବୋଉ ଜେଜେଙ୍କୁ ଚିଡ଼ାଉଛି। ମୋର ରକ୍ଷଣଶୀଳା ବୋଉ ତା ଶ୍ୱଶୁରଙ୍କ ସହିତ ଗେହାଗେହି ହେବା ବିଷୟରେ ଏପରି ଖୋଲାଖୋଲି କଥା ହେବା ଦେଖି ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ଜେଜେ ଧୀରେ ଧୀରେ ତାଙ୍କର ହାତକୁ ବୋଉର ବ୍ଲାଉଜ ଉପରକୁ ନେଲେ ଏବଂ ତାଙ୍କର ପାପୁଲିକୁ ବୋଉର ବିଶାଳକାୟ ଦୁଧ ଉପରେ ରଖିଲେ। ତା ବ୍ଲାଉଜ ଉପରେ ଦୁଧକୁ ଘଷିଲେ ଏବଂ ହାତକୁ ବୃତ୍ତାକାରରେ ବୁଲେଇ ବୁଲେଇ ଦୁଧର କେନ୍ଦ୍ର ସ୍ଥାନ ଦୁଧ ଭୁଣ୍ଡି ପାଖକୁ ଆଣି ବ୍ଲାଉଜ ଉପରୁ ଦୁଧର ଭୁଣ୍ଡିକୁ ଚିମୁଟିଲେ। ବୋଉ ମୋରେକି ହସି କହିଲା, ବାପା ଆପଣ ଏଇଟା କ'ଣ କରୁଛନ୍ତି? ନିଜ ବୋହୂ ମାର ଦୁଧ ଚିପୁଛନ୍ତି। ଛାଡ଼ନ୍ତୁ, ଦେଖିପାରୁଛନ୍ତି ନା ପାଖରେ ପୁଅ ଶୋଇଛି। ଯଦି ସେ ଉଠି ପଡ଼ିବ ତାହେଲେ କ'ଣ ହେବ? ଜେଜେ ବୋଉର ଦୁଧକୁ ଆହୁରି ଜୋରରେ ମୁଠେଇକି ଦଳିଲେ ଏବଂ ଧୀରେ ଧୀରେ ତା ବ୍ଲାଉଜର ବଟମ ଖୋଲିବା ଆରମ୍ଭ କଲେ। କିଛି ସମୟ ଭିତରେ ବୋଉର ଦୁଧ ଜେଜେଙ୍କ ଆଗରେ ପୁରା ଲଙ୍ଗଳା ହୋଇଗଲା ଏବଂ ଜେଜେ ଭୋକିଲା ଆଖିରେ ବୋଉର ଦୁଧକୁ ପୁରା ଚାହିଁ ରହିଲେ। ବୋଉ କହିଲା, କ'ଣ ଦେଖୁଛ? ନିଜ ବୋହୂ ମାର ଦୁଧ ଖାଇବ? ବାବା ଟିକେ ଚୁଚୁମି ଦିଅ ନା। ଜେଜେ ହସିଲେ ଏବଂ ତାଙ୍କର ମୁଣ୍ଡକୁ ବୋଉର ବାଁ ପଟ ଦୁଧ ଉପରକୁ ନୁଆଇ ଦେଇ ଅନ୍ୟ ଦୁଧକୁ ତାଙ୍କର ବାଁ ହାତରେ ମୁଠେଇକି ଦଳିଲେ। ତାର ଦୁଧ ଭୁଣ୍ଡି ସହିତ ଖେଳିଲେ। ତାଙ୍କର ବୁଢ଼ା ଆଙ୍ଗୁଳି ଓ ବେଶୀ ଆଙ୍ଗୁଳିରେ ଦୁଧ ଭୁଣ୍ଡିକୁ ଚିମୁଟିଲେ। ବୋଉ ପାଟିରୁ ଅସ୍ପଷ୍ଟ ଚିତ୍କାର ବାହାରି ପଡ଼ିଲା। ମୁଁ ଦେଖିଲି ବୋଉର ଦୁଧ ଭୁଣ୍ଡି ଶକ୍ତ ହୋଇ ଜେଜେଙ୍କ ହାତ ଭିତରେ ଗୋଟିଏ ଶୃଙ୍ଗ ଭଳି ଠିଆ ହୋଇଛି। ଜେଜେ ଗୋଟିଏ ଛୋଟ ପିଲା ପରି ବୋଉର ଦୁଧକୁ ଅନେକ ସମୟ ପର୍ଯ୍ୟନ୍ତ ଚୋଷି ଚାଲିଲେ। ତାପରେ ସେ ତାଙ୍କର ମୁହଁକୁ ଡାହାଣ ପଟ ଦୁଧ ଉପରକୁ ନୁଆଇଲେ। ବୋଉ ଏବେ ଅସ୍ପଷ୍ଟ ଚିତ୍କାର କରି ଜେଜେଙ୍କର ମୁଣ୍ଡକୁ ତା ଦୁଧ ଉପରେ ବହୁତ ଜୋରରେ ଦାବୁଥିଲା। ବୋଉ ଗହୀରିଆ ନିଶ୍ୱାସ ନେବା ସାଙ୍ଗକୁ ଉତ୍ତେଜିତ ହୋଇ ପଡ଼ୁଥିଲା। ଜେଜେ ବୋଉର ଦୁଧକୁ ଛାଡ଼ିଦେଇ ତାଙ୍କର ବାହୁ ବନ୍ଧନରେ ଥିବା ଅଧା ଲଙ୍ଗଳା ବୋହୂକୁ ଚାହିଁଲେ। ବୋହୂର ହାତ ଯାଇ ଜେଜେଙ୍କର ପାଇଜାମା ତଳେ ପହଞ୍ଚିଲା। ଜେଜେଙ୍କର ଟିଙ୍ଗେଇ ଠିଆ ହୋଇଥିବା ବାଣ୍ଡକୁ ଧରି କହିଲା, ବାପରେ ବାବା, ପାଇଜାମା ଭିତରେ ତମର ଏଇଟା କ'ଣ? ଏଇଟା ଏତେ ଶକ୍ତ କାହିଁକି ହୋଇଛି? ବୋଉର କଥା ଶୁଣି ଜେଜେ କହିଲେ, ବୋହୂମା ତୁ ଆଉ ମୋ ସହିତ ଖେଳେନା। ଏଥର ମୋ ବାଣ୍ଡକୁ ଘଷାଘଷି କରି ଟିକେ ଚିପାଚିପି କରିଦେ। ବୋଉ ଜେଜେଙ୍କ ପାଇଜାମା ଭିତରେ ତାର ହାତକୁ ପୂରେଇ ସାରିଥିଲା। ସେ ଜେଜେଙ୍କର ବାଣ୍ଡକୁ ଖୁବ୍ ଭଲ ଭାବରେ ଘଷାଘଷି କରୁଥିଲା। ଜେଜେ ପୁଣି ଥରେ ତାଙ୍କ ପାଟିକୁ ବୋଉର ଦୁଧ ଉପରକୁ ନୁଆଇଲେ ଏବଂ ଦୁଧକୁ ପୁଳାଏ ଜୋରରେ କାମୁଡ଼ିଲେ। ବୋଉ ଜୋରରେ ଚିତ୍କାର କରି ଉଠିଲା ଏବଂ ଜେଜେଙ୍କର ବାଣ୍ଡକୁ ଦୃଢ଼ ଭାବରେ ମୁଠେଇକି ଧରିଲା। ମୁଁ ଦେଖିଲି ଜେଜେ ତାଙ୍କର ହାତକୁ ଧୀରେ ଧୀରେ ବୋଉର ସାୟା ଆଡ଼କୁ ନେଉଛନ୍ତି ଏବଂ ମୁଁ ଭଲ ଭାବରେ ବୁଝିପାରିଲି ଯେ ସେ ବୋଉର ଦୁଇ ଜଙ୍ଘ ଓ ଜଙ୍ଘ ମଝିରେ ବୋଉର ବିଆକୁ ଘଷୁଛନ୍ତି, ଯାହା
ତା ଶ୍ୱଶୁରଙ୍କର ବାଣ୍ଡ ପାଇଁ ଅପେକ୍ଷା କରିଛି। ଜେଜେ ତାଙ୍କ ହାତକୁ ଭିତରକୁ ପୁରାଉଛନ୍ତି ଏବଂ ତା ସାଙ୍ଗରେ ବୋଉର ଦୁଧକୁ ଖାଉଛନ୍ତି। ବୋଉର ବିଆ ସହିତ କିଛି ସମୟ ଖେଳିବା ପରେ ସେ ତାଙ୍କର ହାତକୁ ଧୀରେ ଧୀରେ ବୋଉର ସାୟା ଭିତରୁ ବାହାର କରି ଆଣିଲେ ଏବଂ ସାୟାର ଡୋରକୁ ଟାଣିଲେ। ସେ ଡୋରକୁ ଟାଣି ଖୋଲି ଦେଇ ବୋଉର ସାୟାକୁ ବାହାର କରିଦେଲେ। ତାକୁ ଲଙ୍ଗଳା କରିବାରେ ଜେଜେଙ୍କୁ ସାହାଯ୍ୟ କରିବା ପାଇଁ ବୋଉ ନିଜେ ତା ଗାଣ୍ଡିକୁ ଉଠେଇଲା। ଏବେ ଜେଜେ ତାଙ୍କର ପ୍ରିୟ ବୋହୂକୁ ପୁରା ଲଙ୍ଗଳା ଅବସ୍ଥାରେ ଦେଖିବାକୁ ଲାଗିଲେ। ବୋଉ ତାର ଦୁଇ ଗୋଡ଼କୁ ଭଲ ଭାବରେ ମେଲେଇଲା ଏବଂ କହିଲା, ବାପା, ମୋ ବିଆକୁ ଟିକେ ଚଷିବେ ମାନେ ଚାଟିବେ। ମୋର ଥରେ ବିଆରୁ ରସ ବାହାରିବାକୁ ଦିଅନ୍ତୁ, ତାପରେ ମୋତେ ଗେହିବାର ମଜା ପାଇପାରିବେ। ଜେଜେ ତାପରେ ତାଙ୍କର ମୁହଁକୁ ବୋଉର ଦୁଇ ଜଙ୍ଘ ମଝିରେ ଥିବା ବିଆ ଉପରକୁ ନୁଆଇଁ ଦେଇ ବୋଉର ବିଆ ଓଠକୁ ମେଲେଇଲେ। ସେ ବୋଉର ଦୁଇ ଜଙ୍ଘ ମଝିରେ ନଇଁ ପଡ଼ିଲେ। ପ୍ରଥମେ ସେ ଜୋର ଜୋର ଚାଟି ବୋଉକୁ ପୁରା ମତୁଆଲା କରିବା ପାଇଁ ଗରମ କଲେ। ବୋଉ ଚିତ୍କାର କଲା ଏବଂ ଜେଜେ ବୋଉର ବିଆକୁ ଜୋର ଜୋର ଚାଟିବାକୁ ଲାଗିଲେ। ଆଲୁଅରେ ମୁଁ ବୋଉର ଘଞ୍ଚ ଜଙ୍ଗଲକୁ ଦେଖିପାରିଲି। ଜେଜେ ବୋଉର ବିଆ ଓଠକୁ ମେଲେଇ ରଖିଥିଲେ, ଯାହାଫଳରେ ମୁଁ ବୋଉର ଗହଳ ଅନ୍ଧାରୁଆ ବାଳୁଆ ଜଙ୍ଗଲକୁ ଅନେକ ଦିନ ପରେ ଭଲ ଭାବରେ ଦେଖିପାରିଲି। ବୋଉର ବିଆ ମୋତେ ଏବେ ପରି କେବେ ଏତେ ଆକର୍ଷଣୀୟ ଲାଗିନଥିଲା। ଏହା ଏଥିପାଇଁ ଯେ ହୋଇପାରେ ଯେ ମୋର ନିଜ ଜେଜେ ସେ ବିଆକୁ ଚାଟୁଛନ୍ତି। ଜେଜେ ବୋଉର ବିଆ ଦାନାକୁ ଘଷିବା ସଙ୍ଗେ ସଙ୍ଗେ ଜିଭକୁ ବିଆ ଉପରେ ଧୀରେ ଧୀରେ ଚଲାଉଥାନ୍ତି। ହଠାତ୍ ସେ ବୋଉ ବିଆକୁ କାମୁଡ଼ି ପକାଇଲେ ଏବଂ ବୋଉ ବେଡ୍ ଉପରୁ ପୁରା ଡେଇଁ ପଡ଼ିଲା। ସେ କିଛି ସମୟ ପର୍ଯ୍ୟନ୍ତ ବୋଉର ବିଆ ଓଠକୁ ଚବେଇଲେ ଏବଂ ବୋଉର ବିଆର ଦାନାକୁ ଜୋରରେ ଘଷିଲେ। କିଛି ସମୟ ଭିତରେ ବୋଉ ବେଡ୍ ଉପରେ ତା ଗାଣ୍ଡିକୁ ଉପରକୁ ଟେକି ପକାଇଲା ଏବଂ ତାପରେ ସେ ଜେଜେଙ୍କର ମୁଣ୍ଡକୁ ତା ବିଆ ଉପରକୁ ଦାବିଲା। ସେ ନିଶ୍ଚୟ ଜେଜେଙ୍କ ପାଟିରେ ତା ବିଆରୁ ଗରମ ପାଣି ଛାଡ଼ିଲା। ମୋ ବୋଉ ମୁହଁକୁ ଚାହିଁଲି, ଦେଖିଲି ତା ମୁହଁରେ ସନ୍ତୁଷ୍ଟିର ହସ ପୁରା ଝଲସି ଉଠୁଥିଲା। ଜଣାପଡ଼ୁଥିଲା ଜେଜେଙ୍କ ପାଟିରେ ତା ବିଆ ରସ ଛାଡ଼ିଥିବାରୁ ବୋଉ ପୁରା ବହୁତ ଖୁସି ଅଛି। ତାପରେ ଜେଜେ କହିଲେ, ବୋହୂମା, ଏଥର ମୁଁ ଯେପରି ଭାବରେ କହୁଛି ସେହିପରି ଭାବରେ ତୁମର ବାଣ୍ଡକୁ ଟିକେ ଆଦର କର। ସେ ଠିଆ ହୋଇ ପଡ଼ିଲେ ଏବଂ ବୋଉ ତାଙ୍କୁ ପାଇଜାମାର ଡୋରକୁ ଟାଣି ଖୋଲି ଦେଇ ପାଇଜାମାକୁ ତଳକୁ ଖସାଇ ଦେଲା। ମୁଁ ଦେଖିଲି ଗୋଟାଏ ଅତି କଳା ଲମ୍ବା ବାଣ୍ଡ ଏବଂ ଗୋଟିଏ ବହୁତ ବଡ଼ ମୁଣା ବାଣ୍ଡ ତଳକୁ ଓହଳିଥିଲା। ବାଣ୍ଡଟା ଶକ୍ତ ଏବଂ ଭୟଙ୍କର ଦେଖାଯାଉଥିଲା, କିନ୍ତୁ ବୋଉ ତାକୁ ଅତି ଲୋଲୁପ ଓ ଭୋକିଲା ଆଖିରେ ଚାହିଁଥିଲା। ଜେଜେ ବେଡ୍ ଉପରେ ଶୋଇପଡ଼ି କହିଲେ, ବୋହୂମା, ଏଥର ମୋର ବାଣ୍ଡକୁ ଟିକିଏ ଚୋଷ। ଏଇଟାକୁ ପ୍ରଥମେ ହାତରେ ଧରି ଟିକିଏ ଘଷ, ତାହେଲେ ଦେଖିବୁ ସେଥିରୁ ରସ ବାହାରିବ। ତାପରେ ତାକୁ ଟାଣି ଦିଅ। ମୋ ବାଣ୍ଡର ମୁଣ୍ଡିକୁ ପାଟି ଭିତରକୁ ନେଇକି ଚୋଷ। ଏବଂ ମୁଁ ପୁରା ଆଶ୍ଚର୍ଯ୍ୟ ହୋଇକି ଚାହିଁ ଦେଖିଲି ବୋଉ ଜେଜେଙ୍କର ଶକ୍ତ ଓ ଲମ୍ବା ବାଣ୍ଡକୁ ତା ଗୋଟାଏ ହାତରେ ଧରି ନେଇ ଟିକିଏ ମୁଠି ମାରିଲା। ବୋଉ ପ୍ରଥମେ ବାଣ୍ଡର ଅଗ ଚମଡ଼ାକୁ ତଳ ଆଡ଼କୁ ଟାଣି ପୁଣି ଅଗ ପର୍ଯ୍ୟନ୍ତ ଉପରକୁ ଟାଣି ନେଇ ହାତରେ ଘଷିଲା। ସେ ଆହୁରି କେତେଥର ସେମିତି କଲା। ତାପରେ ମୁଁ ଆଶ୍ଚର୍ଯ୍ୟ ହୋଇକି ଚାହିଁ ଦେଖିଲି ଯେ ବୋଉ ତା ମୁହଁକୁ ନୁଆଇ ଜେଜେଙ୍କର ବାଣ୍ଡକୁ ତା ସୁନ୍ଦରିଆ ପାଟି ଭିତରକୁ ନେଲା। ସେ ଏହାର ମୁଣ୍ଡକୁ ଚାଟିଲା ଏବଂ କୋଡ଼ରେ ଜିଭ ମାରିଲା। ତାପରେ ସେ ଜେଜେଙ୍କର ବାଣ୍ଡ ମୁଣ୍ଡିକୁ ଆସ୍ତେ ଆସ୍ତେ କାମୁଡ଼ିଲା। ଜେଜେ ତାଙ୍କର ଗାଣ୍ଡିକୁ ଟେକି ପକାଇଲେ। ବୋଉ ତାଙ୍କର ବାଣ୍ଡକୁ ଧରି ପାଟିରୁ ବାହାରକୁ ବାହାର କଲା। ତାପରେ ବୋଉ ପ୍ରଥମେ ବାଣ୍ଡର ମୂଳକୁ ଏବଂ ତାପରେ ପୁରା ଗୋଟାକୁ ଯାକ ବାଣ୍ଡକୁ ତା ତଣ୍ଟି ପର୍ଯ୍ୟନ୍ତ ଗଳେଇଲା। ଜେଜେ ଆନନ୍ଦରେ ଚିତ୍କାର କରିବାକୁ ଲାଗିଲେ। ସେହି ସମୟରେ ବୋଉ ବି ଜେଜେଙ୍କ ବାଣ୍ଡର ଗୁଳିକୁ ଘଷି ଚାଲିଥିଲା। ବୋଉ ପୁଣି ଜେଜେଙ୍କର ସେହି ଲମ୍ବା ବାଣ୍ଡକୁ ତା ପାଟି ଭିତରକୁ ନେଇ ତା ବାଣ୍ଡକୁ ତଳ ଉପରେ କରିବାକୁ ଲାଗିଲା। ମୁଁ ଦେଖିଲି ବୋଉର ମୁହଁ ବି ଜେଜେଙ୍କର ବାଣ୍ଡ ଉପରେ ତଳ ଉପରେ ହେଉଛି। ଲାଗୁଥିଲା ଜେଜେଙ୍କୁ ପ୍ରଚୁର ଆନନ୍ଦ ମିଳୁଛି। ଫଳରେ ମୁଁ ସେଠାରେ ଶୋଇଥିବା କଥା ବିଚାର ନ କରି ସେ ଜୋରରେ ଚିତ୍କାର କରୁଛନ୍ତି। ଜେଜେ ବୋଉକୁ କହୁଥିଲେ, ବୋହୂମା, ମୋ ବାଣ୍ଡକୁ ଆହୁରି ଟିକେ ଜୋରରେ ଖା। ତାପରେ ବୋଉ ଜେଜେଙ୍କ କଥା ଅନୁସାରେ ବାଣ୍ଡକୁ ଆହୁରି ଜୋରରେ ଖାଇଲା। ଏହି କାମ ବହୁତ ସମୟ ପର୍ଯ୍ୟନ୍ତ ଚାଲିଲା।
ତାପରେ ଜେଜେ କହିଲେ, ବୋହୁମା ଏଥର ତୁମ ଗୋଡ଼ ଦୁଇଟାକୁ ଫାଙ୍କ କରି ଶୋଇପଡ଼। ବେଆକୁ ଆଉ ଟିକିଏ ଖୋଲି ଧର। ଏଥର ମୋର ବାଣ୍ଡ ପୁରେଇବାକୁ ଟିକିଏ ଡେରି ହେବ, ନହେଲେ ମୋର ପାଣି ତୁମ ପାଟିରେ ବାହାରିଯିବ ଆଉ ତୁମର ବେଆ କିଛି ନ ଖାଇବାରେ ଭୋକିଲା ରହିବ। ତାପରେ ବୋଉ ତାର ଗୋଡ଼କୁ ଉପରକୁ ଉଠେଇ ଖଟରେ ଶୋଇ ରହିଲା ଆଉ ଜେଜେ ତାଙ୍କର ବାଣ୍ଡକୁ ତାଙ୍କ ହାତରେ ଧରି ନେଇ ବୋଉର ବେଆ ଫାଟରେ ଲଗେଇଲେ। ବୋଉ ଆଖିରେ ଇସାରା ଦେଲା ଏବଂ ଜେଜେ ଗୋଟାଏ ଜୋରଦାର ଧକ୍କା ମାରିଲେ। ମୁଁ ଦେଖିଲି ଜେଜେଙ୍କର ବାଣ୍ଡ ଖୁବ୍ ସହଜରେ ବୋଉର ବେଆ ଭିତରକୁ ଗଳିଗଲା। ତାପରେ ଜେଜେ ଦୃଢ଼ ତାଳରେ ତାଙ୍କ ବାଣ୍ଡକୁ ପୁରେଇବାକୁ ଲାଗିଲେ। ବୋଉ ଏତେ ଉତ୍ତେଜିତ ହୋଇ ଉଠିଥିଲା ଯେ ସେ ନିଜେ ତାର ଦୁଧକୁ ନିଜ ହାତରେ ନଚାଉଥିଲା। ଜେଜେ ବୋଉର ଓଠକୁ ଚୁମା ଦେଇ ଚାଲିଥିଲେ। ଜେଜେ ବୋଉର ହାତକୁ ଜୋର କରି ତାର ଦୁଧ ଉପରୁ ଘୁଞ୍ଚେଇ ନେଇ ତାଙ୍କର ଗାଣ୍ଡି ଉପରେ ରଖିଲେ, ଯେପରି ବୋଉ ତାଙ୍କୁ ତା ଆଡ଼କୁ ଧରିବ। ଜେଜେ ବୋଉର ଦୁଧ ଉପରେ ତାଙ୍କର ପାପୁଲିକୁ ରଖି ଦୁଧକୁ ଜୋରରେ ଦଳିବାକୁ ଲାଗିଲେ। ଦୁହେଁ ଜୋର ଜୋର ଚିତ୍କାର କରିବାକୁ ଲାଗିଲେ। ଜେଜେ ଜୋର ଓ ଲମ୍ବା ଧକ୍କା ମାରି ତାଙ୍କର ବାଣ୍ଡକୁ ବୋଉର ବିଆ ଭିତରକୁ ଦାବି ଚାଲିଲେ। କିନ୍ତୁ ଜେଜେଙ୍କୁ ବୋଉର ଗାଣ୍ଡିରେ ଗେହିବାକୁ ପ୍ରବଳ ଇଚ୍ଛା ଥିଲା। ତାପରେ ଜେଜେ ବୋଉକୁ କୁକୁର ଭଳିଆ ରଖିଲେ ଆଉ ବୋଉର ଗାଣ୍ଡି ଭିତରେ ତାଙ୍କର ଜିଭ ପୁରେଇ ବୋଉର ଗାଣ୍ଡି କଣାକୁ ଚାଟି ଚାଟି ଲାଳୁଆ କରି ଶୁଙ୍ଘି ଚାଲିଲେ। ବୋଧହୁଏ ବୋଉର ଗାଣ୍ଡି ବାସ୍ନାରେ ଜେଜେ ପୁରା ପାଗଳ ହୋଇ ଉଠିଥିଲେ। ଜେଜେ ପୁରା କୁକୁର ଭଳିଆ ବୋଉର ଗାଣ୍ଡିକୁ ଚାଟି ଲାଳୁଆ କରି ପୁରା ଶୁଙ୍ଘି ଚାଲିଲେ। ତାପରେ ବୋଉର ଗାଣ୍ଡିରେ ତାଙ୍କର ବାଣ୍ଡକୁ ପୁରେଇ ଘେଇ ଚାଲିଲେ। ପ୍ରଥମେ ବୋଉଙ୍କୁ ଟିକେ କଷ୍ଟ ହେଲା, କିନ୍ତୁ 5ରୁ 10 ମିନିଟ୍ ଗଲା ପରେ ବୋଉ ମଧ୍ୟ ଗାଣ୍ଡିରେ ଗିଆ ଖାଇବାକୁ ଲାଗିଲା ଆଉ ବୋଉକୁ ମଧ୍ୟ ବହୁତ ମଜା ଆସିବାକୁ ଲାଗିଲା। ଏଇଭଳି ଭାବେ ପାଖାପାଖି 15ରୁ 20 ମିନିଟ୍ ହଠାତ୍ ଜେଜେଙ୍କ ବାଣ୍ଡରୁ ପ୍ରଚୁର ପାଣି ବୋଉର ଗାଣ୍ଡି ଭିତରକୁ ପିଚିକି ଯାଇ ତାର ଅଣ୍ଟା ପର୍ଯ୍ୟନ୍ତ ଚାଲିଗଲା। ଦୁହେଁ କିଛି ସମୟ ପର୍ଯ୍ୟନ୍ତ ପଡ଼ି ରହିଲେ ଆଉ ଜେଜେ ବାଣ୍ଡକୁ ଗାଣ୍ଡିରୁ କାଢ଼ି ନେଇ ବୋଉର ବିଆ ଭିତରକୁ ପୁରେଇ ଦାବି ଚାଲିଲେ, ଯାହାଫଳରେ କିଛି ପାଣି ବୋଉର ବିଆରେ ମଧ୍ୟ ପଶିଲା। ତାପରେ ତାଙ୍କ ବାଣ୍ଡ ଦାବିବାର ବେଗ କମିଲା ଏବଂ ସେ ବୋଉର ଦୁଧ ଉପରେ ମୁହଁକୁ ଥାପି ବୋଉ ଉପରେ ଶୋଇ ରହିଲେ। ବୋଉ ସେତେବେଳକୁ ଅତି ଉଲ୍ଲାସ ଅବସ୍ଥାରେ ପୁରା ପହଞ୍ଚି ଯାଇଥିଲା। ତା ଆଖିରୁ ଆନନ୍ଦର ଝଲକ ପୁରା ବାରି ହୋଇ ପଡ଼ୁଥିଲା। ଜେଜେ ଧୀରେ ଧୀରେ ତାଙ୍କର ନରମି ଯାଇ ସଙ୍କୁଡ଼ି ଯାଇଥିବା ବାଣ୍ଡକୁ ବୋଉର ବାଳୁଆ ବିଆ ଭିତରୁ ବାହାର କରି ଆଣିଲେ। ତାପରେ ସେଇ ବାଣ୍ଡକୁ ବୋଉ ତୁରନ୍ତ ପାଟିରେ ନେଇ ବାଣ୍ଡକୁ ଚାଟି ସବୁ ପାଣିକୁ ସଫା କଲା। ଆଉ ତାପରେ ଜେଜେ ପୁଣି ବୋଉର ଦୁଇ ଜଙ୍ଘ ମଝିକୁ ଯାଇ ବୋଉ ବିଆରୁ ବାହାରୁଥିବା ରସକୁ ଚାଟିବାକୁ ଲାଗିଲେ ଏବଂ ବୋଉର ଓଠରେ ଚୁମା ଦେଲେ। ସେ ଦୁହେଁ ସେମାନଙ୍କର ମିଳିତ ରସର ସ୍ୱାଦ ଚାଖିଲେ। ଜେଜେ ବୋଉର ବିଆର ସ୍ୱାଦ ଚାଖିଲେ, ମାନେ ବିଆ ରସ ଚାଟିଲେ ଆଉ ବୋଉ ମଧ୍ୟ ଜେଜେଙ୍କର ବାଣ୍ଡ ରସ ଚାଟିଲା ଆଉ ପାଣିକୁ ଚାଟି ପୁରା ସଫା କରି ପିଇଲା। ଜେଜେ ତାପରେ ବୋଉ ଉପରୁ ତଳକୁ ଓହ୍ଲେଇ ତାଙ୍କ ରୁମ୍କୁ ଚାଲିଗଲେ। ବୋଉ ଉଠି ଗାଧୁଆ ଘରକୁ ଯାଇ ଧୁଆଧୋଇ ହେବାକୁ କି ପୋଷାକ ପିନ୍ଧିବା ପାଇଁ ଚିନ୍ତା ନକରି ସେଇଠି ଶୋଇଗଲା। ତ ଦର୍ଶକ ବନ୍ଧୁ, ଆଜିର କାହାଣୀ ଏଇଠି ସମାପ୍ତ ହେଉଛି। ଯଦି ଏହି କାହାଣୀରେ ଆପଣମାନେ ବହୁତ ଗୁଡ଼ାଏ କମେଣ୍ଟ କରନ୍ତି କିମ୍ବା ବହୁତ ଭଲ ପାଇବା ଦିଅନ୍ତି, ତାହେଲେ ମୁଁ ଆପଣମାନଙ୍କ ପାଇଁ ଜଲ୍ଦି ଏହି ଭିଡ଼ିଓର ପାର୍ଟ 2 ନେଇ ଆସିବି। ଯଦି ଆପଣମାନେ ମୁଁ କହିଥିବା କଥାକୁ ମାନନ୍ତି, ଜଲ୍ଦି ଆପଣମାନେ ଆମ ୟୁଟ୍ୟୁବ୍ ଫ୍ୟାମିଲିରେ 10K ସବସ୍କ୍ରାଇବର କରେଇ ଦିଅନ୍ତୁ। ଆଉ ଯଦି ଆପଣମାନେ ଟେଲିଗ୍ରାମରେ ଜଏନ୍ ହୋଇନାହାନ୍ତି, ତାହେଲେ ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ। ସେଇଠି ମୁଁ ଆପଣମାନଙ୍କ ପାଇଁ ବହୁତ ଭଲ ଭଲ ଭିଡ଼ିଓ ଫଟୋ ନେଇ ଆସୁଛି, ଯାହାକି ୟୁଟ୍ୟୁବରେ ଅପଲୋଡ଼ କରିବା ସମ୍ଭବ ନୁହଁ। ଆଉ ଆପଣମାନେ ଯଦି ମୋ ସହିତ କଥା ହେବାକୁ ଚାହୁଁଛନ୍ତି କିମ୍ବା ନିଜର କାହାଣୀ ଆମକୁ ପଠାଇବାକୁ ଚାହୁଁଛନ୍ତି, ତାହେଲେ ସେଇ ଟେଲିଗ୍ରାମରେ ଯାଇକି ଜଏନ୍ ହୁଅନ୍ତୁ। ଟେଲିଗ୍ରାମର ନାଁ ହେଉଛି ଓଡ଼ିଆ ଷ୍ଟୋରି ଅଙ୍କିତ। ଜଲ୍ଦି ଦେଖାହେବା ଏହି ଭିଡ଼ିଓର ପାର୍ଟ 2ରେ, ଯଦି ଆପଣମାନେ ମୁଁ କହିଥିବା କଥାକୁ ଜଲ୍ଦି ପୂରଣ କରନ୍ତି। ଆଜି ପାଇଁ ଏତିକି ରହୁଛି। ଦେଖାହେବା ଏମିତି ଏକ ସୁନ୍ଦର ରୋମାଞ୍ଚକ କାହାଣୀରେ। ଧନ୍ୟବାଦ।